ଓଡ଼ିଶାର ଏକ ଛୋଟ ଗାଁ ଥିଲା, ନାମ ଥିଲା ଚନ୍ଦନପୁର। ସେଠାରେ ଥିଲେ ଜଣେ ଲୋକ, ନାମ ଥିଲା ଶ୍ୟାମ। ଶ୍ୟାମ ଅତି ଦୟାଳୁ, ସହଯୋଗୀ ଓ ବୁଦ୍ଧିମାନ ଲୋକ ଥିଲେ। ସେ ପ୍ରତିଦିନ ଜଙ୍ଗଲକୁ ଯାଉଥିଲେ କାଠ ଆଣିବାକୁ, ମାଛ ଧରିବାକୁ କିମ୍ବା ଫଳ ଚିନିବାକୁ। ଗାଁ ସବୁ ଲୋକ ଶ୍ୟାମଙ୍କୁ ଭଲ ପାଉଥିଲେ। କିନ୍ତୁ ଜଙ୍ଗଲରେ ଏକ ଭୟଙ୍କର ବାଘ ରହୁଥିଲା, ଯେଉଁଠି ଅନେକ ଦିନ ଧରି ମାନବ ସମ୍ପର୍କରୁ ଦୂରେ ରହିଥିଲା। କିନ୍ତୁ ଏହି ବାଘଟି ଅନ୍ୟ ସବୁ ବାଘ ପରି ଦାନବ ନଥିଲା। ଏହି ବାଘ ରହସ୍ୟମୟ ଭାବରେ ମନୁଷ୍ୟ ଭାଷା ବୁଝୁଥିଲା। ଏକ ଦିନ ଶ୍ୟାମ ଜଙ୍ଗଲ ମଧ୍ୟରେ ଗଭୀର ଅଞ୍ଚଳକୁ ଗଲେ। ସେଠି ଗଛ ତଳେ ଅଛି ଆରାମ କରୁଥିବା ବାଘକୁ ଦେଖିଲେ। ଶ୍ୟାମ ଭୟଭୀତ ହେବା ପାଇଁ ଯାଉଥିଲେ। ବାଘ ଏମିତି କହିଲା, ଭୟ ପାଅ ନାହିଁ ଶ୍ୟାମ, ମୁଁ ତୁମକୁ ଖାଉ ନାହିଁ। ମୁଁ ଏହି ଜଙ୍ଗଲର ରକ୍ଷା କରିଥାଏ। ଶ୍ୟାମ ଆଶ୍ଚର୍ଯ୍ୟରେ ପଡ଼ିଗଲେ। ବାଘ କିପରି କଥା କହୁଛି? କିନ୍ତୁ ତାଙ୍କୁ ବିଶ୍ୱାସ ହେଲା ଏହି ବାଘ ସତରେ ଅଲଗା। ସେ ତାଙ୍କ ନାମ ପଚାରିଲେ। ବାଘ କହିଲା, ମୋ ନାମ ତିଗା। ମୁଁ ଗତ 10 ବର୍ଷ ଧରି ଏଠି ଅନ୍ୟ ପ୍ରାଣୀ ଓ ମନୁଷ୍ୟମାନଙ୍କୁ ସହଯୋଗ କରୁଛି। କିନ୍ତୁ ଲୋକେ ମୋ ଠାରୁ ଭୟ କରନ୍ତି। ତା ପରେ ଶ୍ୟାମ ଏହି ବାଘ ତିଗା ସହ ମିଳି ଜଙ୍ଗଲର ଅନ୍ୟ ଅନ୍ତଃସ୍ଥଳର ଦୃଶ୍ୟ ଦେଖିଲେ। ବନ୍ଦର, ହାତୀ, ମଜୁର ସମସ୍ତେ ତିଗାଙ୍କୁ ଭଲ ପାଉଥିଲେ। ତିଗା ସବୁଠି ନ୍ୟାୟ ଓ ସନ୍ତୁଳନ ରଖୁଥିଲେ। ଶ୍ୟାମ ଦେଖିଲେ, ବାଘମାନେ ସବୁବେଳେ ଖରାପ ନୁହେଁ। ତିଗା କହିଲେ, ଶ୍ୟାମ, ମୁଁ ଚାହେଁ ଗାଁ ଲୋକ ଆମ ଉପରେ ବିଶ୍ୱାସ କରନ୍ତୁ। କିନ୍ତୁ ସେମାନେ ଭୟରେ ଆମକୁ ମାରିଦିଅନ୍ତି। ଶ୍ୟାମ ଭାବିଲେ, ଏକ ମଜାଦାର ଯୋଜନା କରିବାକୁ ପଡ଼ିବ। ସେ ତିଗାଙ୍କୁ ନେଇ ଗାଁକୁ ଫେରିଲେ। ସେ ଲୋକଙ୍କୁ ଠିକ୍ କଥା କହିଲେ, ବାଘ କେତେ ଦୟାଳୁ, ସହଯୋଗୀ ଓ ସମଯୋଜକ। ଗାଁ ଲୋକ ପ୍ରଥମେ ଭୟ କଲେ, କିନ୍ତୁ ତିଗା ଆସ୍ତେ ଆସ୍ତେ ସମସ୍ତଙ୍କୁ ଜିତିଲେ। ବାଘ ଗାଁର ରକ୍ଷା କରୁଥିଲେ, ଚୋର, ଜଙ୍ଗଲ ଦୁଷ୍ଟ ପ୍ରାଣୀ ଏବଂ ଅନ୍ୟ ଆପଦରୁ। ତା ପରେ ଗାଁରେ ଏକ ନୂଆ ଐତିହ୍ୟ ହେଲା, ଶ୍ୟାମ ଓ ବାଘ ତିଗାଙ୍କ ମୂଲ୍ୟବାନ ମିତ୍ରତା। ଗାଁ ଲୋକ ପ୍ରକୃତି ସହ ବନ୍ଧୁତ୍ୱ ଗଢ଼ିବାର ଶିଖିଲେ। ଜଙ୍ଗଲ ଓ ଗାଁ ବନ୍ଧୁ ବନିଗଲା।